ପିଲାମାନେ ଆଜି ଆମେ ଗୋଟିଏ ସୁନ୍ଦର ଗଳ୍ପ ଦେଖିବା ଓ ଶିଖିବା। ତାହେଲେ ପିଲାମାନେ ଗୋଟିଏ ଗାଁରେ ମୀରା, ଲତା ଓ ରୁକ୍ମିଣୀ ନାମରେ ତିନି ଜଣ ମା ରହୁଥିଲେ। ତାଙ୍କର ତିନି ଜଣ ପୁତ୍ର ଗୋଟିଏ ସ୍କୁଲରେ ଗୋଟିଏ ଶ୍ରେଣୀରେ ପଢୁଥିଲେ। ଦିନେ ତିନି ଜଣ ମା ଗାଁ ମୁଣ୍ଡରେ ଥିବା କୂଅକୁ ମାଠିଆ ଧରି ପାଣି ନେବାକୁ ଆସିଥିଲେ। ସେମାନଙ୍କର ତିନି ପୁଅ ଆର୍ଯ୍ୟନ, ରୋହନ ଓ ଦୀପକ ସ୍କୁଲରୁ ଫେରୁଥିଲେ। ଏହି ସମୟରେ ହଠାତ୍ ଜୋରରେ ପବନ ବହିଲା। ଝଡ଼ ତୋଫାନ ହେଲା। ମା ମାନଙ୍କର ମାଠିଆକୁ ଝଡ଼ ତୋଫାନ ପବନ ଏପଟ ସେପଟ କରିଦେଉଥାଏ। ଆର୍ଯ୍ୟନ ଓ ଦୀପକ ଏହା ଦେଖି ମଧ୍ୟ ସେମାନେ ଖେଳୁଥାନ୍ତି। ଦୀପକ କିନ୍ତୁ ହଠାତ୍ ଦେଖି ତା ସ୍କୁଲ ବ୍ୟାଗକୁ ରଖିଦେଇ କୂଅ ଆଡ଼କୁ ଦୌଡ଼ି ଦୌଡ଼ି ଆସିଲା ଓ ମାଠିଆ ଗୁଡ଼ିକୁ ଧରି ମା ମାନଙ୍କୁ ଦେଇଦେଲା। ମା ମାନେ ଦୀପକକୁ ଧନ୍ୟବାଦ ଦେଲେ। ଗାଁର ଭଦ୍ରଲୋକ ମଧ୍ୟ ଦୀପକକୁ ଧନ୍ୟବାଦ ଦେଲେ। ତାହେଲେ ପିଲାମାନେ ମା ମାନଙ୍କର ମାଠିଆକୁ ଦୀପକ ଯଦି ଧରି ନଥାନ୍ତା ତାହେଲେ ମାଠିଆ ଗୁଡ଼ିକ ଭାଙ୍ଗି ଯାଇଥାନ୍ତା। ତାହେଲେ ପିଲାମାନେ ଏହି ଗଳ୍ପରୁ ଆମେ ଶିଖିଲେ ଯେ ବିପଦ ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ହେଉଛି ପ୍ରକୃତ ଶିକ୍ଷା।